ଲୋକମାନେ ଜନ୍ମଦିନ ପାଳନ୍ତି, ଆଜି ମୋର ବାର୍ଥଡେ, ଠିକ ଅଛି, ପିଲା ଛୁଆ ମାନଙ୍କର ଟିକେ ସେଥିରେ ମଜା ଥାଏ, ତେଣୁକରି ଆମେ କରୁ। କିନ୍ତୁ ଆମ ମାନଙ୍କର ଏଇ ସବୁ ବର୍ଷ ଗୁଡିକ ସ୍ୱର୍ଗରେ ଗଣା ହୁଏ ନାହିଁ, ଜାଣିଛନ୍ତି କି ନା ଆପଣ ମାନେ? ଇଭେନ ଜାନୁଆରୀ 1 ତାରିଖରେ ମଧ୍ୟ ଆମେ ହ୍ୟାପି ନ୍ୟୁ ଇୟର ବୋଲିଥାଉ, ସ୍ୱର୍ଗରେ ସେଟାକୁ ନ୍ୟୁ ଇୟର ବୋଲି ମାନନ୍ତି ହିଁ ନାହିଁ। ସ୍ୱର୍ଗରେ ପ୍ରକୃତରେ ଆମମାନଙ୍କର ଜୀବନର ପ୍ରକୃତ ନ୍ୟୁ ଇୟର ହେଲା ଆମେ ମାନେ ଯେଉଁଦିନ ନୂତନ ଜନ୍ମ ପ୍ରାପ୍ତ କଲୁ। ରାଇଟ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଜୀବନରେ ଜନ୍ମ ଯଦି ହୁଅନ୍ତେ, ତାହେଲେ କଣ ହୁଏ? ସେ କଣ ପାଇଁ ଆସିଲେ, କଣ ପାଇଁ ଜନ୍ମ ଗ୍ରହଣ କଲେ? ଆମ୍ଭମାନଙ୍କୁ ଆମ୍ଭର ପାପରୁ ଉଦ୍ଧାର କରିବା ପାଇଁ। ତ ଯଦି ପ୍ରକୃତରେ ଯୀଶୁ ଆପଣଙ୍କ ଠାରେ ଅଛନ୍ତି, ତ ଆପଣ ମାନେ ପାପରୁ ମୁକ୍ତ ହେବା ଆବଶ୍ୟକ। ପାପରୁ ମୁକ୍ତ ହେବେ, ଉଦ୍ଧାର ପ୍ରାପ୍ତ ହେବେ, ପରିତ୍ରାଣ ପ୍ରାପ୍ତ ହେବେ। ପ୍ରେଜ ଦ ଲର୍ଡ। ପାପୀ ମାନଙ୍କୁ ଆହ୍ୱାନ କରିବାକୁ ଆସିଲେ, ତାର ଅର୍ଥ କଣ? ପାପୀ ମାନଙ୍କ ପାଇଁ ଆସିଲେ ବୋଲି ତାର ଅର୍ଥ କଣ? ପାପୀ ମାନଙ୍କୁ ଦେଖି ସେ ଧାର୍ମିକ ମାନଙ୍କୁ ନା ଭଲ ପାଆନ୍ତି, ସେ ପାପୀ ମାନଙ୍କୁ ଭଲ ପାଆନ୍ତି କହିଲା ପରି ପିକ୍ଚରାଇଜ କରନ୍ତି ଲୋକମାନେ। ଦୁଷ୍ଟ ବୋଲି କହିଲେ, ଏ ଏ ମୂର୍ଖ ମାନେ, ଦୁଷ୍ଟ ମାନେ, ଏ ପାପୀ ମାନେ, ଏ ନରଘାତକ ମାନଙ୍କୁ ଦେଖିଲେ ପ୍ରଭୁ ବେଶୀ ଭଲ ପାଆନ୍ତି ବୋଲା ପରି ହେଇଗଲା। ଆରେ ବାପରେ, କେମିତି ନେଇଗଲେ ଦେଖନ୍ତୁ ସେଇ କଥାକୁ। ମୁଁ ଦେଖେ ବେଳେ ବେଳେ ଫେସବୁକରେ, ଗଡ୍ ଲଭ୍ସ ଡ୍ରଙ୍କାର୍ଡସ୍, ମଦୁଆ ମାନଙ୍କୁ ସେ ଭଲ ପାଆନ୍ତି।